टिके वर्षा हेले रास्ता घाट जीवा असंभव। आमे कहूँ उदला बालेश्वर मझिरे जामघाट पुल कथा ऊपर मुंडारे लगाण वर्षा हेतु बारंबार ए पोल बुड़ी जाउची जीवा आसवा संपूर्ण ठप हो जाउची एवं पुल काम आपण मो सहयोग को देखा चाहिए नुआ पुल काम चलती पानी स्तर देखु केमती माने पानी केमती पूरा चारिआडे छाई गलानी एवं जीवा आसवा ठप हो गलानी एवं एपट सेपट लोक निज गंतव्य स्थल को न जाई पारी फेरी जाउथिबार देखा मिलुची सेमाने आर पार्टी गला बेलू निहाती 30 किलोमीटर रु 40 किलोमीटर बुलिकी जीवाई पड़ुची। आम सब अच्छा स्थानीय लोक पचारि बुझा कौन कहे मौसा एमती पानी जो आसुची बारंबार जीवा आसवा ठप हो जाए समस्या केते दिन धरिक चलुची एटा हेगला सर वर्षे हेगला जीवा आसवा लोक करि पानते आ कोने बंदे करि काटुची आ जे यार दे के आसुनी एटा किछो कोंती आए राढ़ दे के आसुची एबटा बुलाबुली करि लोक पार के आपन केही पारे पानते पानी आसी এইবারে এটা তো শুক্লা যাচ্ছি নদা কোনে বন নদা হয় রাড়া দিয়ে আসবে ঘুরি এটা মুখ্য রাস্তা উদলাকু বালেশ্বর বড় হইরাণ হচ্ছে স্যার এটি জীবাটা কি উদলাকু লোক আসি কি বালেশ্বরକୁ লোକ ଯାଇପାରୁନାହାନ୍ତି। ହଁ ପୁଲ କାମ ଚାଲିଛି ଏ ପୁଲ କାମଟା ବର୍ଷା ପାଖରୁ ବନ୍ଦ କରିଦେଇଛି ମାଲିକ ଆଉ। ଆପଣ ଶୁଣୁଥିଲେ ସ୍ଥାନୀୟ ଲୋକଙ୍କ ପ୍ରତିକ୍ରିୟା ମାନେ ଟିକେ ବର୍ଷା ହେଲେ ଲୋକମାନେ ବହୁତ ହଇରାଣ ଅସୁବିଧା ହୁଅନ୍ତି। ଆମ ସାଙ୍ଗରେ ଆଉ ଜଣେ ଅଛନ୍ତି ସ୍ଥାନୀୟ ଲୋକ ତାଙ୍କଠୁ ବୁଝିକି ପଚାରିବା କଣ କହିବେ ମଉସା କେମିତି କଣ ଯିବା ଆସିବା କରୁଛନ୍ତି? ଯିବା ଆସିବା ଲୋକ କହିଲେ କି ହବ ଇଆଡେ ତ ଯିବା ଆସିବା କରିପାରୁନାହାନ୍ତି ଲୋକ ଯେ ହଇରାଣ ହଉଛନ୍ତି ହରକତ ହଉଛନ୍ତି ଏପଟ ଜମି ବାଲା ସେପଟ ଚାଷ ବି କରିପାରୁନାହାନ୍ତି। ଯିବା ଆସିବା କଲେ ଇଆଡେ 40-50 କିଲୋମିଟର ବୁଲିକି ଆସିଲେ ଇଏ କରିବେ ତଳା ଉଠେଇକି ଲୋକ ବି ପଚିଲେଣି ସେପଟ ଚାଷ ହେଇପାରୁନି ଆଉ ଯୁଗା ପାଣି ତ ହଉଛୁ ଯିବା ଆସିବା ହେଇପାରୁନି ଆଉ ଏଇ ଅଳ୍ପ ବର୍ଷା ହେଲେ ତ ପାଣି ହେଇଯିବ ଆଉ ଯାଇପାରିବେନି। ନୂଆ ପୁଲ କାମ ଚାଲିଛି ଯେ 2 ବର୍ଷ 3 ବର୍ଷ ହେଲାଣି କାମ କିଛି ହେଇପାରୁନି ପୁରା ସରିଲେ ଏଇ ଖାଣ୍ଡିଆ ହେଇକି ରହିଛି। ଆପଣ ଶୁଣୁଥିଲେ ନୂଆ ପୁଲ କାମ ଚାଲିଥିଲେ ମଧ୍ୟ ତାହା ଅଧା ପନ୍ତରି ଅବସ୍ଥାରେ ଅଛି ଏବଂ ଲୋକମାନେ ଯିବା ଆସିବା ପାଇଁ ବହୁତ ଅସୁବିଧାର ସମ୍ମୁଖୀନ ହଉଛନ୍ତି। ଆମ ସାଙ୍ଗରେ ଆଉ ଜଣେ ଅଛନ୍ତି ସ୍ଥାନୀୟ ଲୋକ ତାଙ୍କୁ ପଚାରି ବୁଝିବା କଣ କହିବେ ମୋ ସହ ଯୋଉ ଟିକେ ପାଣି ହେଲେ ଲୋକ ଯିବା ଆସିବା କରିପାରୁନାହାନ୍ତି। ହଁ ସାର୍ ଯିବା ଆସିବା କରିପାରୁନି ଜାମଘାଟ ପାଣି ହେଇଗଲାଣି ଆଉ ତ ସବୁ ମଣିଷ ହଇରାଣ ହଉଛନ୍ତି ହଇରାଣ ହଉଛନ୍ତି आर पारी कने है कने पंत देखी जाती कने पंत की बरपदा सरकार हाँ बड़ हैरान होती। ଆପଣ ଶୁଣୁଥିଲେ ବହୁତ ହଇରାଣର ସମ୍ମୁଖୀନ ହଉଛନ୍ତି ସ୍ଥାନୀୟ ଲୋକଠୁ ଆରମ୍ଭ କରି ଯୋଉମାନେ ଉଦଳାରୁ ବାଲେଶ୍ୱର ଏଟା ହଉଛି ସିଧାସଳଖ ରାସ୍ତା ଗୋଟେ ଅଛି ଯାହାକି ମଝିରେ ଏଇ ଜାମଘାଟ ପୁଲ ହିଁ ତାଙ୍କୁ ବାଧକ ସାଜିଛି। ତେବେ ଦେଖାଯାଉ ସରକାର ଏ ଦିଗରେ କେବେ ସ୍ଥାୟୀ ଗୋଟେ ସମାଧାନ ଯଥାଶୀଘ୍ର କରିପାରୁଛନ୍ତି ଏବଂ ଲୋକମାନଙ୍କର ଗମନାଗମନ କ୍ଷେତ୍ରରେ ଏକ ସହାୟକ ଭୂମିକା ଗ୍ରହଣ କରିବ ତାହା ଦେଖିବାକୁ ବାକି ରହିଲା। ଉଦଳାରୁ ଦୀପକ ମିଶ୍ରଙ୍କ ରିପୋର୍ଟ ରିପୋର୍ଟର ଷ୍ଟୁଡିଓ।